हाय सांगମାନେ ଆପଣମାନେ କେମିତି ଅଛନ୍ତି? ତ ଆଶା କରୁଛି ଆପଣମାନେ ଭଲରେ ଥିବେ। ତ ମୁଁ ବହୁତ ଭଲରେ ଅଛି। ତ ଦେଖନ୍ତୁ ଆମେ ଆସି ପହଞ୍ଚିସାରିଛୁ ଯେ ଆମ ଗାଁ ସ୍କୁଲରେ, ଯେହେତୁ ଆଜି କଲଚରାଲ୍ ପ୍ରୋଗ୍ରାମ୍ ଥିଲା। ତ ଆମେ ଆଜି ସ୍କୁଲରେ ପହଞ୍ଚିଥିଲୁ, ତ ଦିଦି କଲ୍ କରିଥିଲୁ, ତ ଯାଇକି ସେଠି ଖେଳ କରିବାର ଥିଲା ତ ପିଲାଙ୍କୁ ସବୁ। ତ ଦିଦି ସାର୍ ଥିଲେ, ତ ତାଙ୍କୁ ସାର୍ ଡାକିଥିଲେ, ତ ମୋତେ ଡାକିଥିଲେ, ଆଉ ପିଲା ବି ଯାଇଥିଲେ, ଆମ ଗାଁ ପିଲା ଯାଇଥିଲେ। ତ ମିଶି ଆମେ ଖେଳ ପ୍ରୋଗ୍ରାମ୍ ସବୁ ଆରମ୍ଭ କରିଥିଲେ। ଦେଖ ଏବେ ମ୍ୟୁଜିକ୍ ଚେୟାର ଚାଲିଛି। ମ୍ୟୁଜିକ୍ ଚେୟାର ପରେ ଆଉ ଅନେକ ପ୍ରକାର ଖେଳ ଥିଲା, ତ ମୋତେ ଟାଇମ୍ ହେଲାନି, ତ ଯେହେତୁ ଆମେ ଖରାରେ କରୁଥିଲେ ତ ଭିଡ଼ିଓ ବନାଇବା ପାଇଁ ଟାଇମ୍ ହେଲାନି। ତ ଦେଖନ୍ତୁ ଏଠି ହେଉଛି ନାଚ ପ୍ରୋଗ୍ରାମ୍, ତ ସବୁ ଲାଷ୍ଟ ନାଚ ହେଲା, ସଙ୍ଗ୍ ହେଇଥିଲା, ସଙ୍ଗ୍ ବେଳେ ମୁଁ ନଥିଲି। ତ ଏଠି ନାଚ ପ୍ରୋଗ୍ରାମ୍ ଚାଲିଛି। ତ ପିଲାଙ୍କ ଦେଖ କୁନି କୁନି ପିଲାମାନେ ବହୁତ ହି ସୁନ୍ଦର ଡ୍ୟାନ୍ସ କରୁଛନ୍ତି, ମାନେ ତାଙ୍କ କଳା ମାନେ ଏତେ ସୁନ୍ଦର ଲାଗୁଛି। ତ ଯଦି ବଡ଼ ହେଲେ ବହୁତ ମାନେ ବଡ଼ ହେଇକି ବହୁତ ମାନେ ଆଗକୁ ଯିବେ। ଦେଖନ୍ତୁ ଛୋଟ ଛୋଟ କୁନି କୁନି ପିଲାମାନେ ଏତେ ସୁନ୍ଦର ଭାବରେ ନାଚୁଛନ୍ତି, ତାଙ୍କ ଏକ୍ସପ୍ରେସନ୍, ତାଙ୍କ ଡ୍ୟାନ୍ସ ମାନେ କେତେ ସୁନ୍ଦର ଲାଗୁଛି। ମୋତେ ବହୁତ ମାନେ ବହୁତ ଭଲ ଲାଗୁଥିଲା। ତ ଆମେ ସେଠି ସମସ୍ତେ ଥିଲୁ, ତ ବସିଥିଲୁ। ତ ଯେହେତୁ ଆମେ ଥିଲୁ, ଦିଦି ଥିଲେ, ସାର୍ ଥିଲେ, ତ ସାର୍ଙ୍କର କିଛି କାମ ଥିଲା ବୋଲି ଯାଇଥିଲେ, ସାର୍ କେମିତି କାମ କରୁଥିଲେ। ଦିଦି ଆମ ଯେଉଁ ଗାଁରେ ସବୁ ପିଲା ଥିଲେ, ତ ଆମେ ସେଠି ବସିଥିଲୁ। ତ ଦେଖନ୍ତୁ ନାଚ ମାନେ ନାଚ ଏପର୍ଯ୍ୟନ୍ତ ମାନେ ଆଉ ସରିନି, ନାଚ ଆହୁରି ଥିଲା, ଏବେ ବହୁତ ନାଚ ଥିଲା। ତ ପ୍ରୋଗ୍ରାମ୍ ରଖା ହେଇଥିଲା, ତ ଯେହେତୁ ଟିକେ ଡେରି ହେଲାଣି, ତ ଏତେ କୁନି କୁନି ଛୋଟ ଛୋଟ ପିଲା, ତ ଏତେ ଲେଟ୍ କରିହେବନି, ତ ଡେରି ହେଲାଣି, ସେଥିପାଇଁ ଆମେ ଅଳ୍ପ କିଛି ମୁଁ ସର୍ଟରେ ଦେଖାଉଛି। ତ ତଥାପି ଭିଡ଼ିଓ ବି ଆମେ କମ୍ ସମୟ ବି କରିଥିଲୁ, କାରଣ ଯେହେତୁ